ସବୁଜ ପନିपरिବା କାହାର ବା ପସନ୍ଦ ନୁହଁ। ତା ଭିତରୁ ଶାଗ ତ ସମସ୍ତଙ୍କର ପସନ୍ଦ ହେଉଥିବ। ଯେହେତୁ ବାଡ଼ିରେ ଯଦି ପାଳଙ୍ଗ ଶାଗ ଥିବ ତାହେଲେ କ'ଣ ଖାଲି ପାଳଙ୍ଗ ଶାଗ ଖାଇଲେ ପାଟିକୁ ରୁଚିବ? ପାଳଙ୍ଗ ଶାଗ ସହିତ ଟିକେ ପାଳକ ପନିର, ପାଳକ ଆଳୁ କଷା, ଆହୁରି କେତେ କ'ଣ ଖାଇଲେ ଯାଇକି ମନ ପୁରିବ ନା। ବାଡ଼ିରୁ ପାଳଙ୍ଗ ଶାଗ ଟିକେ ଆଣି ବୋଉକୁ କହିଲି, ବୋଉଲ ଟିକେ ବନେଇଦେଲୁ ମୋ ପାଇଁ ପାଲକ ପନିର। ବୋଉ ମୋତେ ରାଗି ଯାଇ କହିଲା, ଏକୁଟିଆ କେତେ କାମ କରିବି, ସବୁ କାମ ମୋତେ ହିଁ କରିବାକୁ ପଡ଼ିବ। ଏତେ କଥା କିଏ ଶୁଣିବ ଲୋ ବାବା? ମୁଁ ବି ରାଗିଗଲି। ତାପରେ ରୋଷେଇ ଘରକୁ ପଳେଇଲି। ମୋ ବୋଉକୁ କହିଲି, ହଉ ଲୋ ବୋଉ, ଆଜି ମୁଁ ବନେଇବି ଆଉ ତୁ ଖାଇବୁ। ବୋଉକୁ ସିନା କହି ରୋଷେଇ ଘରକୁ ପଳେଇ ଆସିଲି, ହେଲେ କେମିତି କ'ଣ ହବ କେଜାଣି। ଫାଷ୍ଟ ଟାଇମ୍ ବନଉଛି ସାଙ୍ଗମାନେ, କିଛି ଭୁଲ ତ୍ରୁଟି ରହିଗଲେ କ୍ଷମା କରିଦେବେ। ଆଜି ମୁଁ ଚେଷ୍ଟା କରୁଛି କିଛି ନୂଆ ପ୍ରକାର ବନେଇବା ପାଇଁ, ତେଣୁ ମୋ ରେସିପିକୁ ନିଶ୍ଚିନ୍ତ ଟ୍ରାଏ କରିବେ ଆଉ ମୋତେ କମେଣ୍ଟରେ ଜଣାଇବେ। ଚାଲନ୍ତୁ ଏବେ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମେ ମୁଁ ଏଠି ପାଣି ଗରମ କରିବା ପାଇଁ ପ୍ୟାନ୍ରେ ବସାଇ ଦେଇଥିଲି। ଆଉ ପାଣି ଫୁଟିଲା ପରେ ସେଥିରେ ପାଳଙ୍ଗ ଶାଗ, ତା ସହିତ ଧଣିଆ ପତ୍ର ଆଉ ଗୋଟେ କଞ୍ଚା ଲଙ୍କା ଦେଲି ଫୁଟିବା ପାଇଁ। ଯେହେତୁ ମୁଁ ଟିକେ ଅଳ୍ପ ରାଗ ଖାଏ, ସେଇଥିପାଇଁ ଏଠି ଗୋଟିଏ ଲଙ୍କା ଦେଇଛି। ଆପଣମାନେ ଯଦି ଅଧିକ ରାଗ ଖାଉଥିବେ ତାହେଲେ 2-3 ଖଣ୍ଡ ପକେଇଦେବେ। ଶାଗ ସିଝି ଆସିଲାଣି, ଏବେ ଆମେ ସେଥିରେ ଟିକେ ଏଡ୍ କରିଦେବା ଲୁଣ। ଏବେ ଦେଖନ୍ତୁ ପୁରାପୁରି ସିଝିକି ନରମ ହେଇଗଲାଣି। ତାକୁ ଏବେ ପାଣିରୁ ଏବେ ଛାଣି ନେବା। ବହୁତ ଜଣ ଏମିତି କରନ୍ତି କି ଶାଗକୁ ନ ସିଝେଇକି ତାକୁ ଗ୍ରାଇଣ୍ଡିଙ୍ଗ କରି ରୋଷେଇ କରନ୍ତି, କିନ୍ତୁ ଆମେ ଯଦି ଡାଇରେକ୍ଟ ତାକୁ ଗ୍ରାଇଣ୍ଡିଙ୍ଗ କରି ରୋଷେଇ କରିବା ତାହେଲେ ଶାଗଟି ଆମର ଖାରିଆ ଖାରିଆ ଲାଗିବ। ଆଉ ଯଦି ଆମେ ଟିକେ ପାଣିରେ ତାକୁ ଫୁଟେଇ ନେବା, ଦେଲେ ତାର ଖାରିଆ ଅଂଶ ସବୁ ବାହାରିଯିବ। ଆଉ ଆମେ ତାକୁ ଗ୍ରାଇଣ୍ଡିଙ୍ଗ କରି ରୋଷେଇ କଲେ ମଧ୍ୟ ତରକାରୀଟି ଭଲ ଟେଷ୍ଟ ଆସିବ। ଏବେ ଶାଗଟି ପୁରା ଗୋଛା ହେଇଯାଇଛି, ତାକୁ ଆମେ ଟିକେ ଥଣ୍ଡା ପାଣିରେ ଭଲସେ ଧୋଇ ନେବା ଆଉ ତାକୁ ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ ତ ଆମେ କରିବା, କିନ୍ତୁ ଆମେ ସେଥିରେ ପାଣି ଜମାରୁ ବି ଦେବାନି। ଆମେ ସେଥିରେ ଦେବା ସୋରିଷ ତେଲ। କାହିଁକି ନା ପାଣି ଯଦି ଆମେ ଏଠି ଏଡ୍ କରିବା ତାହେଲେ ଶାଗଟିର ଟେଷ୍ଟ ଜମାରୁ ବି ଭଲ ଆସିବନି ଆଉ ସେଟା ପୁରା ପାଣିଆ ଖାରିଆ ଲାଗିବ। ସେଇଥିପାଇଁ ଆମେ ଏଠି ଟିକେ ସୋରିଷ ତେଲ ଏଡ୍ କରିଦେବେ, ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିବେ। ତେଲ ମଧ୍ୟ ଗରମ ହେଇସାରିଲାଣି, ସେଥିରେ ଏବେ ମୁଁ ଦେଉଛି ଜିରା ଆଉ ତେଜପତ୍ର, କାଟି ରଖିଥିବା 2 ଖଣ୍ଡ ପିଆଜ। ପିଆଜକୁ ଟିକେ ଛୋଟ ଛୋଟ କରି କାଟିବେ, କାହିଁକିନା ଯଦି ବଡ଼ କାଟିବେ ସେଇଟା ସିଝିବା ପାଇଁ ଟିକେ ଅଧିକ ଟାଇମ୍ ନେବ, ତେଣୁ ଚେଷ୍ଟା କରିବେ ଏମିତି ଛୋଟ ଛୋଟ କାଟିବା ପାଇଁ। ଏବେ ସେଥିରେ ମୁଁ ଏଡ୍ କରୁଛି ଲୁଣ। ଲୁଣଟି ଏଡ୍ କରିବା ଦ୍ୱାରା ପିଆଜଟି ମୋର ଜଲ୍ଦି ଭାଜି ହେଇଯିବ। ଏବେ ଦେଖନ୍ତୁ ପିଆଜଟି ଧୀରେ ଧୀରେ ଭାଜି ହେଇଗଲାଣି ଆଉ ତେଲ ମଧ୍ୟ ଛାଡ଼ିବା ପାଇଁ ଲାଗିଲାଣି। ପିଆଜର କଲର୍ଟି ବି ଚେଞ୍ଜ ହେଇ ଆସିଲାଣି। ଏବେ ମୁଁ ଏଡ୍ କରୁଛି ବାଟି ରଖିଥିବା ଅଦା ଆଉ ରସୁଣର ପେଷ୍ଟ। ଅଦା ରସୁଣର ପେଷ୍ଟ ଟିକେ ଭାଜି ହେଇଗଲା ପରେ ଏବେ ଏଡ୍ କରିବା ଆମେ ସେଥିରେ ବିଲାତିକୁ ମଧ୍ୟ ଭଲ ଭାବରେ ସେଇଠି ଏଡ୍ କରିଦେବା। ଏବେ ଆପଣମାନେ ଭାବୁଥିବେ କି ଗ୍ରୀନ୍ ପାଣିଟା କୋଉଠୁ ଆଣି ଭାବୁଛନ୍ତି ନା? ଟିକେ ପଛକୁ ମନେ ପକେଇଲେ, ହଁ ଠିକ୍ ମନେ ପକେଇଲେ। ମୁଁ ଯେଉଁ ପାଳଙ୍ଗ ଶାଗ ଗ୍ରାଇଣ୍ଡିଙ୍ଗ କରିଥିଲି ଏଇଟା ହେଉଛି ସେଇ ଜାରର ପାଣି। ପାଳଙ୍ଗ ଶାଗକୁ କାଢ଼ି ସାରିଲା ପରେ ଲାଷ୍ଟରେ ଯେଉଁ ଥିଲା ସେଥିରେ ପାଣି ଏଡ୍ କରିକି ତାକୁ ମୁଁ ଧୋଇକିନା ଏଠି ପାଣି ଦେଇଥିଲି। କାହିଁକି ନା ଏବେରୁ ଯଦି ଆମେ ସେ ପାଣିଟାକୁ ମସଲା ସହିତ ଭଲସେ କଷି ନେବା ତାହେଲେ ପାଣିଟା ଜମାରୁ ଖାରିଆ ଲାଗିବନି। ଏବେ ସେଥିରେ ଆମେ ଏଡ୍ କରିବା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ, କାଶ୍ମୀର ମିର୍ଚ୍ଚ ଆଉ କିଚେନ୍ କିଙ୍ଗ। ଆପଣମାନେ ଭାବୁଥିବେ କିଚେନ୍ କିଙ୍ଗ ଇଏ ପୁଣି କିଏ? ଆରେ ଇଏ ହେଉଛି ପରା ରୋଷେଇର ରାଜା। ତେଣୁ ଏଇ ମସଲାଟିକୁ ମୁଁ ଭଜା ହେଉ କି ସନ୍ତୁଳା ହେଉ କି ଝୋଳ ସବୁଥିରେ ପକାଏ। ଏବେ ଆମେ ସେଥିରେ ଆଉ ଟିକେ ପାଣି ଦେଇକି ସବୁ ମସଲା ଗୁଣ୍ଡ ଗୁଡ଼ାକ ମସଲା ସହିତ ମିକ୍ସ କରିନେବା, ଭଲ ଭାବରେ ଭାଜି ନେବା। ଯେହେତୁ ମସଲା ଗୁଣ୍ଡ ଗୁଡ଼ାକର ଯେମିତି ଆଉ କଞ୍ଚା କଞ୍ଚା ଫ୍ଲେଭର ରହିବନି, ଆମେ ଭଲସେ ତାକୁ ଭାଜି ନେବା। ଏବେ ମସଲା ପାଣିଟା ଧୀରେ ଧୀରେ ଶୁଖି ହେଇ ଆସିଲାଣି ଆଉ ତାର କଲର୍ଟା ବି ପୁରା ଚେଞ୍ଜ ହେଇ ଆସିଲାଣି। ଦେଖିପାରୁଥିବେ ଆମର ମସଲାଟି କେତେ ସୁନ୍ଦର ପୁରାପୁରି ସ୍ମୁଥ ପେଷ୍ଟ ହେଇଯାଇଛି। ମସଲାଟି ଜମାରୁ ବି କଢ଼େଇରେ ଲାଗୁନି। ଏବେ ଆମର ମସଲା ତ ପୁରାପୁରି ରେଡ଼ି ହେଇଗଲାଣି। ବାକି ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ପାଳଙ୍ଗ ଶାଗଟିକୁ ଏବେ ଏଇଥିରେ ଏଡ୍ କରିଦେବା। ଶାଗକୁ ମଧ୍ୟ ମସଲା ସହିତ ଭଲ ଭାବରେ ମିକ୍ସ କରିନେବା, ଦେଲେ ଶାଗଟି ବହୁତ ସୁନ୍ଦର ଫ୍ଲେଭର ଆସିବ। ଶାଗଟା ମସଲା ସହିତ ପୁରାପୁରି ଭଲସେ ମିକ୍ସ ହେଇଗଲାଣି। ଦେଖୁଥିବେ କଲର୍ ବି ଚେଞ୍ଜ ହେଇ ଆସିଲାଣି। ଏବେ ଆମେ ଏଥିରେ ଏଡ୍ କରିବା 2 ଚାମଚ ଦହି। ଦହିରେ ଟିକେ ହାଲକା ଗରମ ମସଲା ମିଶାଇ ଦେବେ, ତାପରେ ଏଠି ଦହିଟାକୁ ଏଡ୍ କରିଦେବେ। ଶାଗକୁ ଆମେ ଯେତେ ମସଲା ସହିତ କଷିବା ତାର ଟେଷ୍ଟଟି ସେତେ ଭଲ ଆସିବ। ଦେଖନ୍ତୁ ଏ ପାଣି ପୁରା ମୋରି ଶୁଖିଲା ହେଇଗଲାଣି। ଶାଗକୁ ଏବେ ଧୀରେ ଧୀରେ ପାଣି ଛାଡ଼ିବାକୁ ଲାଗିବ, ତେଣୁ ଆମେ ଏଠି ଏଡ୍ କରିବା 1 ଚାମଚ ଅଟା। ଅଟାଟି ଏଡ୍ କଲେ ତାହା ପାଣିଟାକୁ ଶୁଖେଇ ନେବ, ଦେଲେ ପାଲକ ପନିରଟି ବହୁତ ସୁନ୍ଦର ଟେଷ୍ଟି ଆସିବ। ଖାଇବା ପାଇଁ ବି ବହୁତ ସୁନ୍ଦର ଲାଗିବ। ୟାକୁ ଆପଣମାନେ ଭାତ ନହେଲେ ରୁଟି, ପୁରୀ, ନାନ୍ ସହିତ ଖାଇପାରିବେ। ବୋଉ ମୋର ମଝିରେ ମଝିରେ ଆସି ପଚାରୁଛି, ଆଲୋ କ'ଣ କରୁଛୁ? ବୋଉ କ'ଣ ଭାବୁଛି କେଜାଣି ନିଜକୁ, ମୁଁ ଯେମିତି କିଛି ଜାଣିନି। ଆଉ ଆପଣମାନେ କହିଲେ ସାଙ୍ଗମାନେ, ମୋତେ କ'ଣ ରୋଷେଇ ଆସେନି? ଏବେ ଏଥିରେ ଆମେ ଏଡ୍ କରିବା ପାଣି। ମନେ ରଖିବେ ସାଙ୍ଗମାନେ, ଥଣ୍ଡା ପାଣି ଜମାରୁ ବି ଦେବେନି। ଯେତେବେଳେ ବି ପାଲକ ପନିର ବନେଇବେ ସେଥିରେ ଗରମ ପାଣି ହିଁ ଦେବେ। ଯେହେତୁ ଏବେ ପାଣି ଏଡ୍ କରିଛେ, ତେଣୁ ତାକୁ ଆଉ ଟିକେ ମସଲା ସହିତ ଭଲସେ କଷି ନେବା। ଏବେ ଏଡ୍ କରିବି ମୁଁ ପନିରକୁ ବି ମଧ୍ୟ ପାଲକ ସହିତ ଭଲ ଭାବରେ ଆମେ ମିକ୍ସ କରିନେବା।
एबे मु एथिरे ऐड करूची पनीर मसाला आउ अल्प टिके गरम मसाला कहीं आपण मानक तो मु कहितिली कि दही सहित गरम मसला टिके मिसेकी यूज करिवे जेहेतु मु निजे ही भूली जाइतिली गरम मसला पकेया पई खाली दही ही पके देइतिली सेति पई मु एबे गरम मसला पनीर मसला सहित मिसेकी पके देली। एबे आमे भलो से ताको टिके गळेई नबा। जेहेतु मु आज पूरा प्रोफेशनल कुक हो जाइछि तेणु पालक पनीर टिके तड़का न लगले केमिति हबो सेति मु गैस ऊपर गोटे छोट पेन बसई देली। एबे आमे पालक पनीर देबा जान माने तड़का लगेइबा से पुणी एमिति सेमिति तड़का नुह मो पूरा पूरा ढाबा स्टाइल। हाँ हाँ तड़काटी लगेया पई मु एठी नेइछि देसी घिओ। आपण मानक पाखरे यदि घिओ नथिबो ताहले रिफाइन नले बटर भी यूज करि परिबे। घिओटी भलो से गरम हे सला परे एबे आमे सेतिरे ऐड करिबा छोट छोट काटी रखिथिबा रसुण सुखिले लंका पके तड़का लगै देबा। आपण मान जदि चाहिबे से तड़कार टिके लूण आउ काश्मीर मिर्च पके देबे देले सी आउ टिके कलर तार पूरा पूरी चेंज हो जिवो आ गोटे नुआ लुक आसी जिवो। जेहेतु मते टिके नॉर्मल लुक पसंद सेति पई मु एठी आउ काश्मीर मिर्च यूज करिनी। मैं अल्प टिके छोट छोट काटी रखिथिबा धनिया पत्र मध्ये ऐड करतबा। एबे तो पालक पनीर मोर पूरा पूरी रेडी हो जाइछि। एबे आमे छोट बाउल को सर्व करि नबा। देखिले तो मु भी करि देखैली आ बनै देली फर्स्ट टाइम पालक पनीर। एबे कहिले पनीरटा केमिति हेछि आपण माने बा केमिति कहि परिबे। हाँ कहि परिबे जल्दी जल्दी जानतो आ मो स्टाइल रे बना हेथिबा पालक पनीर निजे रसोई घरे बनांतु आ मते कमेंट रे कहंतु कि पालक पनीर टी केमिति लागिला। बो मोर चाखी कहला अरे बा तू तो मते पटपकै देलु एते सुंदर पालक पनीर बनैछु ताल ठीक अछि आज तो मोर किचन रो हेगला छुट्टी आ तोर हेगला एंट्री। ओह नो मो सहित जहा हला आपण माने देखिले सुनिले सांग माने एबे मनटा मोर खुशी हेबा पई जल्दी जल्दी लाइक करी चैनल टी को सब्सक्राइब करी पाखा बेल आइकन टी को दबाई देले।